ଦର୍ଶକ ବନ୍ଧୁ ଧ୍ୟାନରେ ଶୁଣନ୍ତୁ। 1 ନମ୍ବର, କେବେ କାହାକୁ ଦୁଃଖ ଦିଅନ୍ତୁ ନାହିଁ, କାରଣ ଦେଇଥିବା ଦୁଃଖ ଦିନେ ନା ଦିନେ ହଜାରେ ଗୁଣ ହୋଇ ନିଜ ପାଖକୁ ଫେରି ଆସିଥାଏ। ସେଥିପାଇଁ ଅନ୍ୟକୁ ସ୍ନେହ, ପ୍ରେମ, ଭଲ ପାଇବା ଦିଅନ୍ତୁ। ଦେଖିବେ ଆପଣଙ୍କୁ ସମସ୍ତେ ଭକ୍ତି କରିବେ। 2 ନମ୍ବର, ଛିଡ଼ା ହୋଇ କେବେ ବି ପରିସ୍ରା କରିବା ଉଚିତ ନୁହେଁ। ଏହାଦ୍ୱାରା ଅଣ୍ଡକୋଷ ଉପରେ ପ୍ରଭାବ ପଡ଼ିଥାଏ। 3 ନମ୍ବର, ସକାଳୁ ଉଠିଲା ପରେ ସର୍ବପ୍ରଥମେ ନିଜ 2 ହାତ ପାପୁଲିକୁ ଚାହିଁବା ଉଚିତ। ଏହା ଶୁଭ ହୋଇଥାଏ ଏବଂ ମଙ୍ଗଳକାରୀ ମଧ୍ୟ ହୋଇଥାଏ। 4 ନମ୍ବର, ମହିଳାମାନେ ସକାଳୁ ଡେରିରେ ଉଠିବା ଉଚିତ ନୁହେଁ। ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହେବା ସହିତ ଆର୍ଥିକ ସମସ୍ୟା ଦେଖା ଦେଇଥାଏ। 5 ନମ୍ବର, ପ୍ରତ୍ୟେକ ଶୁକ୍ରବାର ଦିନ କିଛି ମିଠା ଖାଦ୍ୟ ଖାଇବା ଉଚିତ। ଏହାଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। 6 ନମ୍ବର, ପ୍ରତ୍ୟେକ ଅମାବାସ୍ୟା ଦିନ ଘର ଏବଂ ବେଡରୁମ୍ ଭଲ ଭାବେ ସଫା କରିବା ଉଚିତ। ଏହାଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ। 7 ନମ୍ବର, ସ୍ତ୍ରୀ ଲୋକମାନେ ଦଣ୍ଡବତ ପ୍ରଣାମ କରିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଗର୍ଭବତୀ ମହିଳାମାନେ ଶିବଲିଙ୍ଗ ସ୍ପର୍ଶ କରିବା ଉଚିତ ନୁହେଁ। 8 ନମ୍ବର, ମହିଳାମାନେ କେବେ ବି ଘରର ଦୁଆର ମୁହଁରେ ବସି ଭୋଜନ କରନ୍ତୁ ନାହିଁ। ଏହାଦ୍ୱାରା ଦାରିଦ୍ର୍ୟତା ଆସିଥାଏ। 9 ନମ୍ବର, ମହିଳାମାନେ ରୋଷେଇ କରିସାରିବା ପରେ ଚୁଲା ଉପରେ କୌଣସି ଅନ୍ୟ ଜିନିଷ ରଖନ୍ତୁ ନାହିଁ। ଏହା ଅମଙ୍ଗଳ ହୋଇଥାଏ। 10 ନମ୍ବର, ମହିଳାମାନେ କେବେ ବି ସନ୍ଧ୍ୟା ପୂଜା ସମୟରେ କାହାରିକୁ ଥଟ୍ଟା କିମ୍ବା ଅପମାନିତ କରନ୍ତୁ ନାହିଁ। ଏହା ଅମଙ୍ଗଳ ହୋଇଥାଏ। 11 ନମ୍ବର, ମହିଳାମାନେ ଯଦି କିଛି ଧଳା ରଙ୍ଗର ଜିନିଷ କାହାକୁ ଦାନ କରନ୍ତି ତେବେ ଘରେ କେବେ ଧନର ଅଭାବ ହେବ ନାହିଁ। ମନେ ରଖିବେ। 12 ନମ୍ବର, ମହିଳାମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ଘର ଝାଡ଼ୁ ମାରିଲେ ଧନ ବୃଦ୍ଧି ହୋଇଥାଏ ଏବଂ ସୂର୍ଯ୍ୟ ଅସ୍ତ ପରେ କେବେ ଝାଡ଼ୁ ମାରନ୍ତୁ ନାହିଁ। ଏହା ଅମଙ୍ଗଳ ହୋଇଥାଏ। 13 ନମ୍ବର, ମହିଳାମାନେ କେବେ ବି ଲୁଣ ରଖୁଥିବା ପାତ୍ରକୁ ଖୋଲା ରଖନ୍ତୁ ନାହିଁ। ଏହାଦ୍ୱାରା ଘରେ ଧନର ଅଭାବ ହୋଇଥାଏ। 14 ନମ୍ବର, ଯେଉଁ ମହିଳାମାନେ ସକାଳେ ଓ ସନ୍ଧ୍ୟାରେ ଘରେ ଦେବୀ ଦେବତାଙ୍କୁ ଧୂପ ଦୀପ ଦେଇ ପୂଜା କରନ୍ତି ସେମାନେ ଭାଗ୍ୟବତୀ ହୋଇଥାନ୍ତି। 15 ନମ୍ବର, ଯେଉଁ ମହିଳାମାନେ ଆସ୍ତିକ, କ୍ଷମାଶୀଳ, ଦାନଶୀଳ, ବୁଦ୍ଧିମାନ ଏବଂ କର୍ତ୍ତବ୍ୟପରାୟଣ ସେମାନେ ସାକ୍ଷାତ ଲକ୍ଷ୍ମୀ ସ୍ୱରୂପ ଅଟନ୍ତି। 16 ନମ୍ବର, ଯେଉଁ ମହିଳାମାନଙ୍କର କଟି ସରୁ ଓ ସ୍ତନ ସରୁ ସେହି ମହିଳାମାନେ ଦୁଶ୍ଚରିତ୍ରା ହୋଇଥାନ୍ତି। 17 ନମ୍ବର, ଯେଉଁ ମହିଳାମାନଙ୍କର ସ୍ତନ ବଡ଼, ପିଚା ବଡ଼ ହୋଇଥାଏ ସେମାନେ ସ୍ୱାମୀ ସୁଖରୁ ବଞ୍ଚିତ ହେବା ସଙ୍ଗେ ସଙ୍ଗେ ନିଜର ରକ୍ତ ସମ୍ପର୍କୀୟ ସହ ଯୌନ କ୍ରୀଡ଼ାରେ ଲିପ୍ତ ଥାନ୍ତି। 18 ନମ୍ବର, ଯେଉଁ ମହିଳାମାନଙ୍କର କଣ୍ଠ କୋମଳ ଏବଂ କଥାବାର୍ତ୍ତା ଧୀର ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ମହିଳା ଅଟନ୍ତି। 19 ନମ୍ବର, ଯେଉଁ ମହିଳାମାନଙ୍କ ପାଦର ଆଙ୍ଗୁଠି ମଧ୍ୟରେ ଅଧିକ ଫାଙ୍କା ଥାଏ ସେମାନେ ଧନ ସଞ୍ଚୟ କରିପାରନ୍ତି ନାହିଁ। 20 ନମ୍ବର, ଯେଉଁ ମହିଳାମାନଙ୍କର ପାଦର ଆଙ୍ଗୁଠି ଗୁଡ଼ାକ ଲାଗି କରିଥାଏ ଏବଂ କୋମଳ ହୋଇଥାଏ ସେ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି। 21 ନମ୍ବର, ଯେଉଁ ମହିଳାମାନଙ୍କ ବେକରେ 3ଟି ରେଖା ପଡ଼ିଥାଏ ସେମାନଙ୍କ ସ୍ୱାମୀ ଐଶ୍ୱର୍ଯ୍ୟଶାଳୀ ହୋଇଥାନ୍ତି। 22 ନମ୍ବର, ଯେଉଁ ମହିଳାମାନଙ୍କ ବେକରେ ଘଣ୍ଟିକା ଉଚ୍ଚା ହୋଇଥାଏ ସେମାନେ ସୌଭାଗ୍ୟଶାଳୀ ମହିଳା ହୋଇଥାନ୍ତି। 23 ନମ୍ବର, ଯଦି ଆପଣଙ୍କ ପାଖରେ ପଇସା ବଞ୍ଚୁନାହିଁ ତେବେ ପକେଟରେ ବା ପଇସା ରଖୁଥିବା ଜାଗାରେ ମନେ ରଖିବେ ବେଲପତ୍ର ସହିତ ମନ୍ଦାର ପତ୍ର ରଖନ୍ତୁ। ଦେଖିବେ ପଇସା ନିଶ୍ଚିନ୍ତ ରହିବ। 24 ନମ୍ବର, ଯଦି ଆପଣ ବାରମ୍ବାର ଦୁର୍ଘଟଣାରେ ସମ୍ମୁଖୀନ ହେଉଛନ୍ତି ତାହେଲେ ଘରୁ ବାହାରକୁ ଯିବା ସମୟରେ ମନେ ରଖିବେ ଆପଣ ଦୁବ 2 କେରା ସାଙ୍ଗରେ ନେଇକି ଯାଆନ୍ତୁ। 25 ନମ୍ବର, ଘରୁ ବାହାରକୁ ଯିବା ସମୟରେ ମୁଣ୍ଡରେ ଟିକେ ଚନ୍ଦନ ଲଗାଇ ଯାଆନ୍ତୁ। ଆପଣଙ୍କର କାମର ଜୟ ହେବ। 26 ନମ୍ବର,
ବିଛଣାରେ ଶୋଇଥିବା ଅବସ୍ଥାରେ ଆପଣଙ୍କ ପ୍ରତିବିମ୍ବ ଆଇନାରେ ଦେଖିବା ଉଚିତ ନୁହେଁ। ଏହା ଅମଙ୍ଗଳ ହୋଇଥାଏ। ଏହା ଖରାପ ଶକ୍ତିର ପ୍ରଭାବ ପକାଇଥାଏ। 27 ନମ୍ବର, ଘରର ମୁଖ୍ୟଦ୍ୱାର କିମ୍ବା ଝରକା ବାଟେ ରୋଷେଇ ଘରର ଚୁଲା ଦେଖାଯିବା ଅନୁଚିତ। ଏହାଦ୍ୱାରା କୌଣସି ସଙ୍କଟ ପଡ଼ିବାର ସମ୍ଭାବନା ରହିଥାଏ। 28 ନମ୍ବର, ଘରର ପଶ୍ଚିମ ଦିଗରେ ପୂର୍ବକୁ ମୁଖ କରି ଭୋଜନ କରିବା ଉଚିତ। ଏହାଦ୍ୱାରା ଶୁଭ ହୋଇଥାଏ ଏବଂ ସୁଖ ଶାନ୍ତି ଏବଂ ସନ୍ତୋଷ ପ୍ରାପ୍ତି ହୋଇଥାଏ। 29 ନମ୍ବର, ଘରର ଐଶାନ୍ୟ କୋଣ କେବେ ବି ଦୂଷିତ ରଖିବା ଉଚିତ ନୁହେଁ। ଏହାଦ୍ୱାରା ବିଭିନ୍ନ ସମସ୍ୟା ଦେଖା ଦେଇଥାଏ। ତେଣୁ ସବୁବେଳେ ସଫା ରଖିବା ଦ୍ୱାରା ମଙ୍ଗଳ ହୋଇଥାଏ। 30 ନମ୍ବର, ଗୋଟିଏ ମାଠିଆରେ ବର୍ଷା ପାଣି ସଂଗ୍ରହ କରି ଘରର ଐଶାନ୍ୟ କୋଣରେ ରଖିବା ଦ୍ୱାରା ଶୁଭ ହୋଇଥାଏ ଏବଂ ସମସ୍ୟା ଦୂର କରିଥାଏ। 31 ନମ୍ବର, ଘରର ମୁଖ୍ୟ ଦ୍ୱାରର କବାଟ କିମ୍ବା ଗେଟ୍ କେବେ ବି ଭଙ୍ଗା ହେବା ଅନୁଚିତ। ଏହାଦ୍ୱାରା ଘରର ମୁଖ୍ୟ ଲୋକଙ୍କ ସ୍ୱାସ୍ଥ୍ୟ ସବୁବେଳେ ଖରାପ ରହିଥାଏ। 32 ନମ୍ବର, ନାଲି ମନ୍ଦାର ଫୁଲରେ ସୂର୍ଯ୍ୟଦେବଙ୍କୁ ଉପାସନା କରିବା ଦ୍ୱାରା ସୂର୍ଯ୍ୟଦେବଙ୍କ କୃପା ଲାଭ ହୋଇଥାଏ। ସୂର୍ଯ୍ୟଦେବଙ୍କୁ ଜଳ ସହିତ ନାଲି ମନ୍ଦାରରେ ଅର୍ଘ୍ୟ ଦେବା ଦ୍ୱାରା ଜୀବନରେ ମାନ ସମ୍ମାନର ବୃଦ୍ଧି ହୋଇଥାଏ। ଏହି ଗଛଟି ବଗିଚାରେ ଲଗାଇବା ଦ୍ୱାରା ପିତାଙ୍କ ସହିତ ସମ୍ପର୍କ ଭଲ ରହିଥାଏ। 33 ନମ୍ବର, ମନ୍ଦାର ଫୁଲ ଅନେକ ରଙ୍ଗର ରହିଥାଏ, କିନ୍ତୁ ଆର୍ଥିକ କଷ୍ଟ ଦୂର କରିବା ପାଇଁ ନାଲି ମନ୍ଦାର ଫୁଲ ଖୁବ୍ ଉପଯୋଗୀ। ପ୍ରତ୍ୟେକ ଗୁରୁବାର ଦିନ ଶିବ ଓ ଶକ୍ତିଙ୍କୁ ନାଲି ମନ୍ଦାର ଅର୍ପଣ କରନ୍ତୁ। ଏହାଛଡ଼ା କୌଣସି ମିଠା ଜିନିଷ ପ୍ରଦାନ ଭାବରେ ଅର୍ପଣ କରନ୍ତୁ। ଏଭଳି 11ଟି ଶୁକ୍ରବାର କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଯିବ। 34 ନମ୍ବର, ଯଦି ଆପଣ ଆର୍ଥିକ ଅସୁବିଧା ଦେଇ ଗତି କରୁଛନ୍ତି ଓ ଯେତେ ଚେଷ୍ଟା କଲେ ମଧ୍ୟ ଆପଣଙ୍କର ସ୍ଥିତିରେ ସୁଧାର ଆସୁନାହିଁ, ତେବେ ନିଜ ବଗିଚାରେ ମନ୍ଦାର ଫୁଲର ଗଛ ନିହାତି ଲଗାନ୍ତୁ। ନିଶ୍ଚିନ୍ତ ଭାବରେ ଈଶ୍ୱରଙ୍କର କୃପା ଲାଭ ହେବ ଓ ଆର୍ଥିକ ଅନାଟନ ଦୂର ହୋଇଯିବ। 35 ନମ୍ବର, ହିନ୍ଦୁ ଧର୍ମଶାସ୍ତ୍ରମାନଙ୍କରେ କନ୍ୟାଦାନର ବିଶେଷ ମହତ୍ତ୍ୱ ବର୍ଣ୍ଣନା କରାଯାଇଛି ଏବଂ କନ୍ୟାର ପିତାମାତା ଏହି ଦାନ କରିବା ଦ୍ୱାରା ସ୍ୱର୍ଗ ପ୍ରାପ୍ତି କରିଥାନ୍ତି। 36 ନମ୍ବର, ଯଦି କୌଣସି ଲୋକ ଆଶ୍ରମ, ବିଦ୍ୟାଳୟ, ଧର୍ମଶାଳା କିମ୍ବା ଗୋଶାଳା ପାଇଁ ଭୂମି ଦାନ କରନ୍ତି, ତେବେ ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ। 37 ନମ୍ବର, ଦାନ ମଧ୍ୟରେ ଗୋଦାନ ଶ୍ରେଷ୍ଠ ଦାନ ହୋଇଥାଏ। ତେବେ ଗୋଦାନ କରିବା ଦ୍ୱାରା ଧନ ସମ୍ପତ୍ତି ପ୍ରାପ୍ତ ହୋଇଥାଏ। ତା ସହିତ ଘରେ ସୁଖ ଶାନ୍ତି ମଧ୍ୟ ପ୍ରାପ୍ତ ହୋଇଥାଏ। 38 ନମ୍ବର, ଗାଈ ଘିଅକୁ କୌଣସି ପାତ୍ରରେ ରଖି ଦାନ କରିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ। ତା ସହିତ ଦରିଦ୍ରତା ମଧ୍ୟ ଦୂର ହୋଇଥାଏ।